विद्याभारती पुस्तक उत्सव 2024 पंचम संध्या उदय दासଙ୍କ शून्य और रतिकांत बेहेराଙ୍କ कोकेई ଓ ଅନ୍ୟାନ୍ୟ ଗଳ୍ପ ହୋଇଯାଇଛି ଉନ୍ମୋଚିତ। ବହିଘର ବିଦ୍ୟାଭାରତୀ ପ୍ରକାଶନ ସାରସ୍ୱତ ପ୍ରତିଷ୍ଠାନ ଓ ବହିଘରର ଲାଇବ୍ରେରୀ ଆନୁକୂଲ୍ୟରେ ବହିଘର ସଭାଗୃହରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଭାରତୀର ନିର୍ଦ୍ଦେଶକ ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଗାଳ୍ପିକ ରତିକାନ୍ତ ବେହେରାଙ୍କ କୋକେଇ ଓ ଅନ୍ୟାନ୍ୟ ଗଳ୍ପ ପୁସ୍ତକକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତ ଲେଖକ ତଥା ବିଶ୍ୱଭାରତୀର ପ୍ରାକ୍ତନ ପ୍ରଫେସର ଡକ୍ଟର ଅରୁଣ ରଞ୍ଜନ ମିଶ୍ର ଓ ଉଦୟ ନାରାୟଣ ଦାସଙ୍କ ଗଳ୍ପ ପୁସ୍ତକ ଶୂନ୍ୟକୁ ସାହିତ୍ୟିକ ତଥା ଧ୍ୱନି ପ୍ରତିଧ୍ୱନିର ସମ୍ପାଦିକା ଶୈରେନ୍ଦ୍ରୀ ସାହୁ ଉନ୍ମୋଚନ କରିଥିଲେ। ଶୂନ୍ୟ ପୁସ୍ତକକୁ ଆଲୋଚନା କରି ଫକୀରମୋହନ ବିଶ୍ୱବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ଦେବାଶିଷ ପାତ୍ର କହିଲେ, ବହୁ ବିଖ୍ୟାତ ଲେଖକଙ୍କ ଗଳ୍ପ ସହିତ ସମସ୍ପର୍ଦ୍ଧୀ ହୋଇପାରିଛନ୍ତି ଗାଳ୍ପିକ ଉଦୟ ଦାସ। କୋକେଇ ଓ ଅନ୍ୟାନ୍ୟ ଗଳ୍ପର ସମୀକ୍ଷା କରି ଡକ୍ଟର ମଥୁରାନାଥ ହୋତା ସମସାମୟିକ ଅନେକ ଘଟଣାକୁ ନେଇ ରଚିତ ଅନେକ ସଫଳ ଗଳ୍ପର ସମାହାର ହୋଇଛନ୍ତି ରତିକାନ୍ତ ଏହି ସଦ୍ୟତମ ଗଳ୍ପ ସଂକଳନ। ଏହି ସଭାରେ ଅନ୍ୟତମ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ କବି ଓ ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ। ସଭା ଆରମ୍ଭରେ ଭଜନ ପରିବେଷଣ କରିଥିଲେ ବିଜୟ ପାଣିଗ୍ରାହୀ ଓ ସୁରଥ ପଣ୍ଡା। ମନୋଜ ଦାସଙ୍କ ଗପଟିଏ କହି ସମସ୍ତଙ୍କୁ ଚମତ୍କୃତ କରିଥିଲେ ପଞ୍ଚମ ଶ୍ରେଣୀ ଛାତ୍ର ଅଂଶୁମାନ ଜେନା। ଧନ୍ୟବାଦ ପ୍ରଦାନ କରିଥିଲେ ବହିଘର ନିର୍ଦ୍ଦେଶିକା ମଞ୍ଜୁଲତା ବଳ। ସମଗ୍ର କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ ସୁଚିସ୍ମିତା କର, ବିଦ୍ୟାଧର ନାୟକ, ଦେବାଶିଷ ପଣ୍ଡା, ଅପର୍ଣ୍ଣା ଜେନା, ଲଳିତ ମୋହନ ଦାସ ଓ ଦେବାଶିଷ ପଣ୍ଡା।